26 ଜାନୁଆରୀ ବା 76ତମ ସାଧାରଣତନ୍ତ୍ର ଦିବସର ଭାଷଣ। ସମ୍ମାନୀୟ ସଭାପତି ମହୋଦୟ, ପୂଜ୍ୟ ଗୁରୁଜୀ, ଗୁରୁମାବୃନ୍ଦ, ଏହି ସଭାରେ ଉପସ୍ଥିତ ମୋର ଛୋଟ ବଡ଼ ଭାଇ ଓ ଭଉଣୀ ଏବଂ ସହପାଠୀଗଣ, ଆଜି ଆମେ କାହିଁକି ଏଠାରେ ଉପସ୍ଥିତ ହୋଇଛେ ସଭିଏଁ କିଛି ନା କିଛି ଜାଣିଥିବେ। ଯେତେବେଳେ ଆପଣମାନଙ୍କ ସାମ୍ନାରେ ମୋତେ କିଛି କହିବାର ସୁଯୋଗ ମିଳିଛି, ତେଣୁ ମୁଁ ନିଜକୁ ଧନ୍ୟ ବା ଗର୍ବାନ୍ୱିତ ମନେ କରୁଛି। ଆଜି ପବିତ୍ର ଗଣତନ୍ତ୍ର ଦିବସ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା ଜଣାଇ ମୁଁ ମୋର ବକ୍ତବ୍ୟ ଆରମ୍ଭ କରୁଛି। 26 ଜାନୁଆରୀ 2025 ମସିହାକୁ ଆଜି ସାରା ଭାରତବର୍ଷ 76ତମ ଗଣତନ୍ତ୍ର ଦିବସ ଉପଲକ୍ଷେ ପାଳନ କରୁଛି। ଗଣମାନେ ଲୋକ, ତନ୍ତ୍ରମାନେ ଶାସନ। ଆଜି ଆମେ କାହିଁକି 76ତମ ଗଣତନ୍ତ୍ର ଦିବସ ପାଳନ କରୁଛେ? କାହିଁକି ନା ଇଂରେଜମାନଙ୍କ କବଳରୁ 1947 ମସିହା ଅଗଷ୍ଟ ମାସ 15 ତାରିଖ ଦିନ ପରାଧୀନ ଭାରତ ସ୍ୱାଧୀନ ଲାଭ କଲା। କିନ୍ତୁ 1950 ମସିହା ଜାନୁଆରୀ 26 ତାରିଖ ପର୍ଯ୍ୟନ୍ତ ଭାରତରେ ଇଂରେଜୀ ପ୍ରଦତ୍ତ ଆଇନ କାର୍ଯ୍ୟକାରୀ ହେଉଥିଲା। ଭାରତରେ ସ୍ୱତନ୍ତ୍ର ଆଇନ ଖସଡ଼ା ବା ସମ୍ବିଧାନ ସେତେଦିନ ପର୍ଯ୍ୟନ୍ତ ପ୍ରଣୀତ ହୋଇନଥିଲା। ସେତେବେଳେ ଭାରତର ସ୍ୱାଧୀନତା ସଂଗ୍ରାମର ମହାନାୟକମାନେ ଅନୁଭବ କଲେ ଯେ ଯେହେତୁ ଆମ ଦେଶ ସ୍ୱାଧୀନ ହାସଲ କଲା, ଆମେ ଆମ ନିଜର ସମ୍ବିଧାନ ଅନୁସାରେ ଆମ ଦେଶ ଶାସନ ହେବା ଉଚିତ। ତେଣୁ 1950 ମସିହା ଜାନୁଆରୀ 26 ତାରିଖରୁ ଭାରତର ସମ୍ବିଧାନ କାର୍ଯ୍ୟକାରୀ ଆରମ୍ଭ ହୋଇଥିଲା। ଡକ୍ଟର ଭୀମରାଓ ଆମ୍ବେଦକରଙ୍କୁ ଭାରତ ସମ୍ବିଧାନର ଜନକ କୁହାଯାଏ। ତାଙ୍କରି ନେତୃତ୍ୱାଧୀନରେ ଆମ ସମ୍ବିଧାନ ଦୀର୍ଘ 2 ବର୍ଷ 11 ମାସ 18 ଦିନରେ ଲେଖାଯାଇଥିଲା। ଆମ ଦେଶ ହେଉଛି ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର। ଆମ ସମ୍ବିଧାନରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଦେଶର ପ୍ରତ୍ୟେକ ନାଗରିକଙ୍କୁ ସମାନ ଅଧିକାର ପ୍ରଦାନ କରାଯାଇଛି। ଯେହେତୁ 1950 ମସିହା ଜାନୁଆରୀ 26 ତାରିଖରୁ ଆମ ସମ୍ବିଧାନର ଆଇନ କାର୍ଯ୍ୟକାରୀ ହୋଇଥିଲା ଏବଂ ଯେଉଁ ମହାନ ସଂଗ୍ରାମୀଙ୍କ ରକ୍ତରେ ଆମେ ସ୍ୱାଧୀନତା ଲାଭ କଲୁ, ସେମାନଙ୍କ ବଳିଦାନକୁ ମନେ ପକାଇବା ପାଇଁ ପ୍ରତ୍ୟେକ ବର୍ଷ 26 ଜାନୁଆରୀକୁ ଗଣତାନ୍ତ୍ରିକ ଦିବସ ରୂପେ ପାଳନ କରାଯାଇଅଛି। ଆଜି ସମସ୍ତ ଭାରତୀୟ ଏକ ମନ ଏକ ପ୍ରାଣ ନେଇ ଶପଥ କରିବା, ଆମ ଦେଶର ପ୍ରଗତି, ମାନ, ସମ୍ମାନ, ସୁରକ୍ଷା ପାଇଁ ସମସ୍ତେ ଆଗେଇ ଆସିବା। ମୁଁ ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି। ଜୟ ହିନ୍ଦ, ଜୟ ଭାରତ।